ଚାଲିଗଲେ ଯାତ୍ରା କଳାକାର ରାକା। ଅଭିନେତା ଜ୍ଞାନରଞ୍ଜନ ସାହୁ ଯାତ୍ରା ଜଗତରେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବରିଷ୍ଠ କଳାକାର ଜ୍ଞାନରଞ୍ଜନ ସାହୁଙ୍କର ସୋମବାର ପରଲୋକ ହୋଇଛି। ତାଙ୍କୁ 50 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଜଣ୍ଡିସ୍ ଆକ୍ରାନ୍ତ ରହିଥିଲେ ଏବଂ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଜ୍ଞାନଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ। ଓଡ଼ିଆ ଯାତ୍ରା ଜଗତ ତାଙ୍କ ଭଳି ଜଣେ ସୁନାମଧନ୍ୟ କଳାକାରକୁ ହରାଇଛି। ଏହି ଯାତ୍ରା ଋତୁରେ ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିବାକୁ ଚୁକ୍ତି କରିଥିଲେ। ସେ ଯାତ୍ରା ଜଗତକୁ ଆସିବା ପୂର୍ବରୁ ଜ୍ଞାନ ରାଜ୍ୟ ପୁଲିସ ବିଭାଗରେ କନେଷ୍ଟବଳ ଚାକିରି କରି କିଛି ବର୍ଷ ଯୋଗ ଦେଇଥିଲେ। ସେଥିରେ ମନ ବୁଝିଲାନି, ନିଜେ କିଛି କରିବା ଲକ୍ଷ୍ୟ ନେଇ ଏକ ୱେଲ୍ଡିଂ ଦୋକାନ କରିଥିଲେ। ପରେ ସେ ଶିବାନୀ ଗଣନାଟ୍ୟରେ ସଂଯୋଗ ବଶତଃ ସୁଯୋଗ ପାଇଥିଲେ। दर्शक बंधु आपण मैंने यूट्यूब रे 24 घंटार अपडेट खबर जानिबा पई यूट्यूब रे टाइप करंतु न्यूज एंड ओडिया। एबे यूट्यूब रे न्यूज एंड ओडिया चैनल उपलब्ध। एतर उपभोग करंतु, देखंतु, जानतु 24 घंटार अपडेट खबर। जदि आपनको हमर खबर प्रसारण भल लागिला, लाइक शेयर कमेंट सब्सक्राइब करंतु। पार्श्व रे थिबा नोटिफिकेशन बेल उपरे प्रेस करंतु।